हेलो फ्रेंड्स, वेलकम टू माय चैनल विज्ञानी मैम। फ्रेंड्स, ମୁଁ ଭାବୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଜି ଆମେ ଗୋଟେ ଇମ୍ପୋର୍ଟାଣ୍ଟ ଥିଓରି ଡିସ୍କସନ କରିବା, ଯୋଉଟା ଆପଣମାନେ ବହୁତ ଜଣ କମେଣ୍ଟ କରିଥିଲେ ଯେ ଜିଓଗ୍ରାଫି କ୍ଲାସର ଥିଓରି ଆପଣମାନଙ୍କର ଆବଶ୍ୟକ ବୋଲି। ତ ଆଜି ଆମେ ଯୋଉ ଜିଓଗ୍ରାଫି କ୍ଲାସର ଥିଓରି କରିବା ସେଟା ଆମର ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ଆମର ଡିସ୍କସନ କରିବା ଆଜି ଆମେ କୋଉଟା ଆଟମୋସ୍ଫିୟର, ବାୟୋସ୍ଫିୟର, ହାଇଡ୍ରୋସ୍ଫିୟର, ଆର୍ଥ କ୍ରଷ୍ଟ, internal structure, landscape, hills and mountains, plateau, plains, rivers। तो ଆମର ପ୍ରାୟ ଆମର ପେପର 2 ର ୟୁନିଟ 6 ର ପ୍ରାୟ ସବୁ ଗୁଡିକ ଆମେ କଭର କରିଦବା, ଆଉ କେବଳ ଗୋଟେ ଆମର ରହିବ ଟେମ୍ପରେଚର ଜୋନ୍ସ ଅଫ ଆର୍ଥ। ନହେଲେ ଓଡିଶା ଜିଓଗ୍ରାଫି ତ ଆଗରୁ ମୁଁ ପଢେଇ ସାରିଛି, ତ ଆଜି ଆମେ ସବୁ ଗୁଡାକୁ ଟଚ୍ କରିଦବା। ତ ପେପର 1 ରେ ବି ଆମର କିଛି ରହୁଛି, ଆମର ଏଇ ଯୋଉ ୟୁନିଟ ଭିତରେ ପେପର 1 ର ମଧ୍ୟ ଆମର କିଛି ଆମର ଯୋଉ ପଏଣ୍ଟ ଗୁଡିକ ରହୁଛି। ତ फ्रेंड्स ଏବେ ଆମେ ଷ୍ଟାର୍ଟ କରିବା। ପରିବେଶ, ଆମ ଚତୁଃପାର୍ଶ୍ୱରେ ଯାହା ସବୁ ରହିଛି ତାହା ହିଁ ଆମ ପରିବେଶ। ଏଇଟା ଆପଣ ମାନେ ସମସ୍ତେ ଭଲ ଭାବେ ଜାଣିଛନ୍ତି। ଏହା ହଉଛି ଆମର ପ୍ରକୃତି ଆଉ ମନୁଷ୍ୟକୁ ନେଇକି ସୃଷ୍ଟି ହେଇଛି। ମନୁଷ୍ୟ ପରିବେଶ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପ୍ରକୃତି ଦ୍ୱାରା ସୃଷ୍ଟ ଉପାଦାନ ଗୁଡିକୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ, ଯାହା ଆମ ଦୁଇ ପ୍ରକାର, ଭୌତିକ ଏବଂ ଜୈବିକ। ତ ଭୌତିକ ଆଉ ଜୈବିକ, ତ ଯୋଉ ପ୍ରାକୃତିକ ପରିବେଶକୁ ଆମେ ଭୌତିକ ଆଉ ଜୈବିକ ଦୁଇ ଭାଗରେ କହିଲେ ଆମେ ଆମ ଭାଷାରେ ବୁଝିବା। ଭୌତିକ ପରିବେଶ ହଉଛି ଜୀବନ ବିହୀନ ଜଡ ପଦାର୍ଥକୁ ନେଇ ଗଠିତ। ଜୈବିକ ପରିବେଶ ହଉଛି ଆମର ସଜୀବ, ଆମର ମନୁଷ୍ୟ ମନୁଷ୍ୟ ବା ପ୍ରାଣୀ ଆଉ ଉଦ୍ଭିଦ। ଏଇଟା ହଉଛି ଜୈବିକ ପରିବେଶ, ଆପଣ ମାନେ ଏବେ ବୁଝିଥିବେ ନିଶ୍ଚୟ। ତ ଭୌତିକ ପରିବେଶ ହଉଛି ଆମର ଜୀବନ ବିହୀନ ଜଡ ପଦାର୍ଥ, ଆଉ ଜୈବିକ ପରିବେଶ ହଉଛି ଆମର ପ୍ରାଣୀ ଓ ଉଦ୍ଭିଦ। ତ ଆମ ଭାଷାରେ ଆମେ ବୁଝିଗଲେ। ତ ଭୌତିକ ପରିବେଶ ଆମର ଜୀବନ ବିହୀନ ଜଡ ପଦାର୍ଥକୁ ନେଇକି ଭୌତିକ ପରିବେଶ ଗଠିତ। ପୃଥିବୀର ଜଳ ସ୍ଥଳ ବାୟୁକୁ ନେଇକି ଭୌତିକ ପରିବେଶ ଗଠିତ ହେଇଛି। ତ ପ୍ରାକୃତିକ ପରିବେଶ ଆମର ମୁଖ୍ୟତଃ 4ଟି ମଣ୍ଡଳରେ ବିଭକ୍ତ: ଅଶ୍ମ ମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ ଓ ଜୈବ ମଣ୍ଡଳ। ଅଶ୍ମ ମଣ୍ଡଳ ପୃଥିବୀର କଠିନ ବା ଶକ୍ତ ଉପରିଭାଗକୁ ଅଶ୍ମ ମଣ୍ଡଳ କୁହାଯାଏ। ପୃଥିବୀର କଠିନ ବା ଶକ୍ତ ଉପରିଭାଗ, ଏହାପରେ ଆମେ ଡିସ୍କସନ କରିବା। ମଣ୍ଡଳ ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ ହୋଇଛି। ଦେନ୍ ଯିବା ବାୟୁମଣ୍ଡଳ। ପୃଥିବୀର ଚତୁର୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ଯୋଗୁଁ ଏହା ପୃଥିବୀକୁ ଲାଗି ରହିଛି। ତାହେଲେ ଆମର ଯୋଉ ମାଧ୍ୟାକର୍ଷଣ ବଳ ଯୋଗୁଁ ହିଁ ବାୟୁମଣ୍ଡଳଟି ଆମର ପୃଥିବୀକୁ ଲାଗି ରହିଛି। ବାରିମଣ୍ଡଳ, ବାରି ହଉଛି ଜଳ, ତ ଜଳ ପୃଥିବୀର ସମସ୍ତ ଜଳ ରାଶିକୁ ବାରିମଣ୍ଡଳ କୁହାଯାଏ। ନଦୀ, ହ୍ରଦ, ସମୁଦ୍ର, ମହାସାଗର। ଜୈବମଣ୍ଡଳ ଉଭୟ ପ୍ରାଣୀ ଓ ଉଦ୍ଭିଦକୁ ନେଇ ଜୈବମଣ୍ଡଳ ଗଠିତ। ଦେନ୍ ଫ୍ରେଣ୍ଡସ୍ ଆମେ ଡିସ୍କସନ କରିବା ଆମର ପରିସଂସ୍ଥା କାହାକୁ କହନ୍ତି। ପ୍ରାଣୀ, ଉଦ୍ଭିଦ ଓ ମନୁଷ୍ୟ ମାନଙ୍କର ପରସ୍ପର ସହିତ ସେମାନଙ୍କ ପରିବେଶ ସହିତ ଗଢି ଉଠିଥିବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୁଏ। ମାନେ ପରସ୍ପର ଉପରେ ଡିପେଣ୍ଡେଣ୍ଟ, ପରସ୍ପର ଉପରେ ନିର୍ଭରଶୀଳ। ପ୍ରାଣୀ, ଉଦ୍ଭିଦ, ମନୁଷ୍ୟ ତଥା ସେମାନଙ୍କର ପରିବେଶ ସବୁ ଗୁଡିକ ପରସ୍ପର ନିର୍ଭରଶୀଳତାରୁ ହିଁ ଆମର ପରିସଂସ୍ଥା ଗଠିତ। ଆମର କ୍ୱେଶ୍ଚନ ଗୋଟେ ଆମେ ଡିସ୍କସନ କରିଥିଲେ ଆମର MCQ କ୍ଲାସରେ, ଆପଣଙ୍କର ଯୋଉ ପ୍ରାକୃତିକ ପରିସଂସ୍ଥା କୋଉଟା? ସେଠି ଥିଲା ପର୍ବତ, ନଦୀ, ଆପଣଙ୍କର ଅରଣ୍ୟ, ଆଉ ଥିଲା ଆମର ଆପଣଙ୍କର ଆକ୍ୱାରିୟମ ଥିଲା। ତ ଆକ୍ୱାରିୟମ ଯୋଉ ଥିଲା ସେଟା ହଉଛି ପ୍ରାକୃତିକ କି? ପ୍ରାକୃତିକ ପରିସଂସ୍ଥା ନୁହେଁ। ସେଠି ଆପଣଙ୍କର ମାଛଟି ରହୁଛି, କିନ୍ତୁ ସେଇ ପରିସଂସ୍ଥାଟି ଆପଣଙ୍କର ପ୍ରାକୃତିକ ନୁହେଁ, ସେଟା ଆପଣଙ୍କର କୃତ୍ରିମ ପରିସଂସ୍ଥା। ତ ଏକ୍ସାମ ରେ এই କ୍ୱେଶ୍ଚନଟି ଆସିଥିଲା। ତ ଅରଣ୍ୟ, ଚାରଣ ଭୂମି, ପର୍ବତ, ହ୍ରଦ, ନଦୀ, ସାଗର ଓ ପୁଷ୍କରଣୀ ଆଦି ଗୋଟିଏ ଗୋଟିଏ ପରିସଂସ୍ଥା, ସବୁ ପ୍ରାକୃତିକ ପରିସଂସ୍ଥା। ତାପରେ ଆମେ ଦେଖିବା ପ୍ରତିବର୍ଷ ଜୁନ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ତାପରେ ଆମର ଏପଟେ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରହିଛି, ଦ୍ରବ୍ୟ ବିନିମୟ ବ୍ୟବସ୍ଥା। ଆପଣଙ୍କର ଆଜିକାଲି ସବୁଠି ଟଙ୍କାର ବ୍ୟବହାର ବିନା କିଛି ବି ହଉନି, କିନ୍ତୁ ଆଗରୁ ଯୋଉ ଟଙ୍କାର ବ୍ୟବହାର ବିନା ହେଉଥିବା ବେପାରକୁ ଦ୍ରବ୍ୟ ବିନିମୟ ବ୍ୟବସ୍ଥା କୁହାଯାଏ।
କୋଉଟା ଆପଣ ଆଗରୁ ଯେମିତି ଆପଣ କିଛି ଚାଉଳ ଦେବେ, କାହା ପାଖରୁ ସେତିକି ମାପର ବିରି ଆଣିବେ, କି ଆପଣ ସୋରିଷ ଦେବେ, ଆଉ କାହା ଘର ଯଦି ଆଉ ଗୋଟେ କିଛି ଚାଷ ହେଇଥିବ ତାକୁ ଆପଣ ଆଣିବେ। ଆପଣ ସେଠି ଟଙ୍କା ଦେବେନି, ଦ୍ରବ୍ୟର ପରସ୍ପର ବିନିମୟ କରିକି ଆପଣ ବେପାରଟା ବା ବିଜନେସ ଟା କରିବେ। ତ ସେଇଟା ହଉଛି ଆପଣଙ୍କର ଦ୍ରବ୍ୟ ବିନିମୟ ବ୍ୟବସ୍ଥା। ଦେନ୍ ଫ୍ରେଣ୍ଡସ୍ ଆମେ ଇମ୍ପୋର୍ଟାଣ୍ଟ ଡିସ୍କସନ କୁ ଯିବା। ପୃଥିବୀର ଆଭ୍ୟନ୍ତର ଯୋଉଟା ଆମର ଆର୍ଥର କ୍ରଷ୍ଟ ଆଉ ଆମର ମେଣ୍ଟାଲ ଦେନ୍ ଆମର ହଉଛି କୋର, ତିନି ଭାଗରେ ଯୋଉ ବିଭକ୍ତ ହେଇଛି ଆପଣଙ୍କର ସେଇଗୁଡେ ବିଷୟରେ ଡିସ୍କସନ କରିବା। ଆମର କ୍ରଷ୍ଟ ଯୋଉଟା ଆମର ଭୂତ୍ୱକ, ତାପରେ ଆମର ମଝିରେ ରହୁଛି ମାଣ୍ଟଲ, ଦେନ୍ ଆମର କେନ୍ଦ୍ରରେ ରହୁଛି କୋର, ତିନି ପ୍ରକାର। ତ ଭୂତ୍ୱକ କେତେ କିଲୋମିଟର ପର୍ଯ୍ୟନ୍ତ ଏବେ ଦେଖିବା। ପୃଥିବୀ ଏକ ଚଳନଶୀଳ ଗ୍ରହ, ଏଇଟା ଆପଣ ମାନେ ସମସ୍ତେ ଜାଣିଛନ୍ତି। ଏହା ଆମର ବାସସ୍ଥାନ। ସୂର୍ଯ୍ୟ ସ୍ଥିର, ପୃଥିବୀ ତା ଚାରିପଟେ ଆମର କଣ କରୁଛି, ଆବର୍ତ୍ତନ କରୁଛି। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରୁଛି, ସେଟାକୁ ଆବର୍ତ୍ତନ କହନ୍ତି। ସୂର୍ଯ୍ୟ ଚାରିପଟେ ଯୋଉ ଘୁରୁଛି ସେଟାକୁ ପରିକ୍ରମଣ କହନ୍ତି। ତ ଆମର ଆବର୍ତ୍ତନ ଯୋଗୁ କଣ ହୁଏ, ଦିନ ରାତି ହୁଏ, ଏବଂ ସୂର୍ଯ୍ୟଙ୍କ ଚାରିପଟେ ଯୋଉ ପୃଥିବୀ ପରିକ୍ରମଣ କରେ ତାହା ଦ୍ଵାରା ଋତୁ ପରିବର୍ତ୍ତନ ହୁଏ। ତ ଆମର ଆବର୍ତ୍ତନ ହଉଛି 24 ଘଣ୍ଟା, ପରିକ୍ରମଣ ହଉଛି 365 ଦିନ 6 ଘଣ୍ଟା। ତ ତାପରେ ଆମେ ଯିବା, ଏହାର ଉପର ଓ ଭିତର ଅଂଶରେ ସଦା ସର୍ବଦା ପରିବର୍ତ୍ତନ ଲାଗି ରହିଛି। ତ ପରିବର୍ତ୍ତନ ଗୁଡିକ କେଉଁପରି ସେଗୁଡିକ ଆମେ ନେକ୍ସଟ ଆଲୋଚନା କରିବା। ପୃଥିବୀର ଅଭ୍ୟନ୍ତର କେତେ ଗୁଡିକ ସ୍ତର ଦ୍ଵାରା ଗଠିତ। ଯେମିତି ଆପଣ ଗୋଟେ ଦେଲା ପିଆଜ ଦେଖୁଛନ୍ତି, ତାର ସ୍ତର 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 ବାହାର କରିବେ, ତ ପୃଥିବୀ ମଧ୍ୟ ସ୍ତର ସ୍ତର ହେଇକି ରହିଛି, ଠିକ ପିଆଜ ପାଖୁଡା ଭଳି। ପୃଥିବୀ ବର୍ତ୍ତୁଳାକାର ହେଇଥିବାରୁ ଏହି ସ୍ତର ଗୁଡିକ ମଧ୍ୟ ବର୍ତ୍ତୁଳାକାର। ପୃଥିବୀ ଯେହେତୁ ଆମର ଗୋଲାକାର, ଆମର ଏଇ ଯୋଉ ସ୍ତର ଗୁଡିକ ମଧ୍ୟ ଗୋଲାକାର। ଏଠି ଦେଖନ୍ତୁ, ପ୍ରଥମେ ରହୁଛି ଆମର ଭୂତ୍ୱକ, ଆମର ଏଇ ଯୋଉ ଉପରଟା ହଉଛି ଭୂତ୍ୱକ ସ୍ତରଟା ରହିଲା, ତାପରେ ଏଠି ମଝିରେ ରହିଲା ଏଇଟା ହଉଛି ମାଣ୍ଟାଲ ସ୍ତର ରହିଲା, ତାପରେ ଏଠି କେନ୍ଦ୍ରରେ ରହିଲା ଆମର କୋର ରହିଲା। ତ ସବୁ ଗୁଡିକ ବର୍ତ୍ତୁଳାକାର କି ନାହିଁ? ତ ପୃଥିବୀର ସବା ଉପରେ ଥିବା ସ୍ତରକୁ ଭୂତ୍ୱକ କୁହାଯାଏ। ଏଇ ଯୋଉ ପୃଥିବୀର ଏଇ ଉପର ସ୍ତରଟାକୁ ଭୂତ୍ୱକ ବୋଲି କୁହାଯାଏ। ଏହି କଠିନ ସ୍ତରଟି ସବୁଠାରୁ ପତଳା। ଦେଖନ୍ତୁ ଏଇ ଯୋଉ ମୋଟେଇଟା ଆପଣ ଦେଖୁଛନ୍ତି, ଏଇ ଯୋଉ ମୋଟେଇ ଦେଖନ୍ତୁ, ମାଣ୍ଟାଲ ର ମୋଟେଇଟା ବେଶୀ ରହୁଛି, କୋର ର ବି ମୋଟେଇଟା ବେଶୀ ରହୁଛି, କିନ୍ତୁ ଭୂତ୍ୱକ ତାର ମୋଟେଇଟା ହଉଛି ପତଳା। ମହାଦେଶ ତଳେ ଥିବା ଭୂତ୍ୱକ, କ୍ୱେଶ୍ଚନ ଏଇଗୁଡିକ ଫ୍ରେମିଂ ହଉଛି, ଦେଖିବେ ଆପଣ ମାନେ, ମହାଦେଶ ତଳେ ଥିବା ଭୂତ୍ୱକ କେତେ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ? ନା ମହାଦେଶ ତଳେ ଥିବା ଭୂତ୍ୱକ 50 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। କିନ୍ତୁ ଆପଣଙ୍କର ମହାସାଗର ତଳେ ଥିବା ଯୋଉ ଆମର ଭୂତ୍ୱକ, ତାର ମୋଟେଇ ହଉଛି ମାତ୍ର 5 କିଲୋମିଟର। এইগুଡିକ ଦୟାକରି ଫ୍ରେଣ୍ଡସ୍ ଟିକେ ନୋଟ କରିନିଅନ୍ତୁ, ନହେଲେ ଆପଣ ମାନେ ଟିକେ ମନେ ରଖନ୍ତୁ, এইଗୁଡିକ ଏକ୍ସାମ ରେ ବେଶୀ ଆସୁଛି। ପୃଥିବୀର ଗଭୀରତମ ଖଣି ଦକ୍ଷିଣ ଆଫ୍ରିକାରେ ରହିଛି, ଏହାର ଗଭୀରତା 4 କିଲୋମିଟର। ପୃଥିବୀର ଗଭୀରତମ ଖଣି କୋଉଠି ରହିଛି? ଦକ୍ଷିଣ ଆଫ୍ରିକାରେ, ଏହାର ଗଭୀରତା 4 କିଲୋମିଟର। ତାପରେ ଯିବା, এই ଯୋଉ ଭୂତ୍ୱକର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଆଉ ଆଲୁମିନିୟମର ଗଠିତ ହେଇଛି, ସେଥିପାଇଁ ଏହାକୁ ସିଆଲ କୁହାଯାଏ। କଣ? ସିଆଲ। ସିଆଲ କଣ? ଏଠି ସିଲିକାରୁ ସି, ଏଠି ଆଲୁମିନିୟମରୁ ନେଲା ଆଲ, ମିଶିକି ହେଲା ସିଆଲ। ଆପଣ ଇଜିଲି ମନେ ରଖିଦେବେ, ଏକ୍ସାମ ରେ ଆସିବ ସିଆଲ, ସିଲିକା ପ୍ଲସ ଆଲୁମିନିୟମ, ସିଲିକା ପ୍ଲସ ମ୍ୟାଗ୍ନେସିୟମ, ସିଲିକା ପ୍ଲସ ନିକେଲ, ଏମିତି ଆସିଯିବ ଆପଣଙ୍କର। ତ ଆପଣ ଏଠି ମନେ ରଖିଦେବେ, ସିଲିକାରୁ ସି एंड आलुमिनियम रु आल मिसीगला सियाल। तो सिलिका आउ आलुमिनियम रो जो स्तर गठित हेची ताकू आमे सियाल बोली कहि थाउ। पृथ्वीर केंद्र रे पहुंचीबा पई हमकु समुद्र निम्न रु प्राय 64 आमर 6400 किलोमीटर गभीर गात खोलिबा को पड़ी। ता माने दूरताटा 6400 कि नाही। तो पृथ्वीर केंद्र रे पहुंचीबा पई समुद्र निम्न रु समुद्रर पूरा तळु आपणको 6400 किलोमीटर गभीर को जीवा पई पड़िबो। देन जीवा आमे जेमिति सिलिका विषय रे पढिलु, एबे रहिबो हमर सीमा। महासागरीय भूत्वक, एटा होउची हमर कोन? मने रखंतु, महादेशीय भूत्वक होउची सिलिका, किंतु महासागरीय भूत्वक होउची हमर सीमा। काहे कि सीमा हला ना सिलिका आ मैग्नेशियम मिसी थिबारु ताकू कहा जाए सीमा। सिलिका रु सी,
मैग्नेशियम रु मा मिसीगला सीमा तो सिलिका आ मैग्नेशियम मिसी थिबारु ताकू कहा जाए हमर सीमा। तो क्वेश्चन आसीबो महादेशीय भूत्वक को कोन कहा जाए आपनकर महादेशीय भूत्वक को आपनकर कोन कहला सियाल सिलिका प्लस एल्युमिनियम देन हमर एटा होची कोन हला एल्युमिना सियाल प्लस एल्युमिना। महासागरीय भूत्वक होची सिलिका प्लस मैग्नेशियम सीमा। भूत्वकर तळकू थिबा स्तर को आमे मांटाल बा मध्यमंडल कहू। हमर तीनोटी रहिला प्रथमे भूत्वक देन मांटाल देन हमर कोर तो मांटाल टा कोडी रहिला मझिरे रहिला तो सेति पई ताको आमे मध्यमंडल मध्य कहि थाउ। एहा प्राय 2900 किलोमीटर गभीरता पर्यंत विस्तृत। एटा को मने रखंतु आपनकर एटा होची केते 2900 एटा केते रहिला आपनकर भूत्वक टा मने रखिले भूत्वक टा रहिला केते 50 किलोमीटर सेति पई कहा जाउची एटा गुटे पतला स्तर बुली किंतु आपनकर मांटाल टा रहिला 2900 किलोमीटर सेठी आपनकर कोर रहउची 3500 किलोमीटर। तो ए जो मांटाल एही स्तर रे सिलिका मैग्नेशियम सह विभिन्न धातव पदार्थ अछि विभिन्न धातव पदार्थ सबुठारु भितरे थिबा स्तर होची मु कोन कहितली कोर तो जेहेतु सेटा कोर ताको आमे केंद्र मंडल मध्य कहि परिबा। एही स्तरर व्यासार्ध प्राय 3500 किलोमीटर। एहा मुख्यतः लुहा ओ निकेल भली भारी धातु रे गठित लुहा ओ निकेल तेणु एही स्तर को आमे निफे बोली कहूचे निफे काकू कोर स्तर को आमे निफे बोली कहूचे। पृथ्वीर व्यासार्ध 6371 किलोमीटर 6371 किलोमीटर। देन फ्रेंड्स आमे डिस्कशन करिबा शिला ओ खनिज पदार्थ। भूत्वक शिलारे गठित भूत्वक टी हमर शिलारे गठित ए जो शिला गुडिक पुनी केते भागरे विभक्त आमे देखिबा। खनिज पदार्थ मिश्रण रे शिला सृष्टि होई थाए विभिन्न प्रकार खनिज मिसिकी शिला गुडिकर रंग आकार और गठन भिन्न भिन्न होई थाए। भूत्वक शिला को 3 गोटी श्रेणी रे विभक्त करा जायछि हमर आग्नेय शिला स्तरीभूत शिला रूपांतरित शिला। एबे आमे देखिबा आग्नेय शिला काहा को कहा जाय स्तरीभूत शिला काहा को कहा जाय रूपांतरित शिला काहा को कहा जाय। पुनी आग्नेय शिला होची आपनकर निस्रबज अंतर्भेदी तो निस्रबज कोन आ अंतर्भेदी कोन सेगुडी को मध्य देखिबा। पृथ्वीर मोट घनफलर 0.5 भाग भूत्वक 16 भाग मांटाल 83 भाग कोर। दयाकरी फ्रेंड्स एको नोट कर नियंतु आपण एग्जाम दिन तो वीडियो देखिबा को टाइम हबो नाही तो आपण मानको एग्जाम आगो दिन टिके ओलटेई कि आपण पळेबे। देन देखिबा आग्नेय शिला भूत्वक तळे शिला तरल बा अर्ध तरल अवस्था रे थाए भूत्वकर तळे एहाकू माग्मा कहा जाए माग्मा। तो फ्रेंड्स मन रखंतु एई माग्मा जेतेबेले भूत्वक तळे थाए ताकू आमे माग्मा कहूचे जेतेबेले भूपृष्ठ को आसी जाउची ताकू आमे लाभा कहूचे लाभा। जेतेबेले पृथ्वी तार भूत्वक तळे रहिला आपनकर शिलाटा तरल बा अर्ध तरल अवस्था रे ताहाकू आमे माग्मा कहिले किंतु जेतेबेले से भूपृष्ठ उपरकू सेई माग्माटा चाली आसिला ताकू आमे लाभा कहिले। लाभा क्रमे शीतल ओ कठिन होई आग्नेय शिलारे परिणत हुए। प्रथमे सृष्टि हेतिबारु एही आग्नेय शिला को प्राथमिक शिला कहा जाए। जो माने एसएसटी रो हमर कंटेंट रो एमसीक्यू करिथिबे देखिथिबे क्वेश्चन आसुची प्राथमिक शिला काहा को कहा जाए आग्नेय शिला को प्राथमिक शिला कहा जाए। आउ हमर अर्ध तरल अवस्था रे थिबा हमर जो शिला जेते बेले भूत्वक तळे अछि माग्मा भूपृष्ठ ऊपर को आसिले हे गला लाभा। देन फ्रेंड्स देखिबा मु भाबुची फ्रेंड्स आपण मानको बुझिबारे किछि असुविधा हो नथुबो। जदि फ्रेंड्स आपण मानको ए वीडियो भलो लागुताय लाइक शेयर कमेंट करबा को आदु भी भूलिबे नाही एवं आपणकर जदि आउ किछि थियोरी क्लास आवश्यक अछि ताले मते निश्चय कमेंट करी जणाइबे। जेहेतु आमे ओटीटी पूर्वरु प्राय सब थियोरी क्लास सारी देथिलु तो आपण मानो जदि किछि डाउट अछि कि कोनोसी थियोरी क्लास आपणकर आवश्यक मते कमेंट करले मु आपण मानक पय से थियोरी क्लास नै आसी। प्रथमे सृष्टि हेतिबारु आग्नेय शिला को कोन कहगला प्राथमिक शिला। तो आग्नेय शिला दुई भाग रे विभक्त निस्रबज
अंतर्भेदी। तो ये जो निस्रवज क्या कहते अंतर्भेदी क्या कहते केतेक ज्वालामुखी अति उत्तप्त तथा तरल माग्मा भूपृष्ठरे लाभा आकार जमा हुए यह शीघ्र तो शीतल आ कठिन हो जाए भूपृष्ठरे सृष्ट एई शिला को निस्रवज आग्नेय शिला कहा जाए। तो फ्रेंड्स मु सब बेले कहे आमे आम भाषा रे बुझिबा। तो आम भाषा रे देखंतु कोन हुए ना ए जो ज्वालामुखी अति उत्तप्त तथा तरल माग्मा रे भूपृष्ठरे जो लाभा आकार जमा ହେଇକି ଶୀତଳ ବା କଠିନ ହେଲା ତାକୁ ନିସ୍ରବଜ ଆଗ୍ନେୟଶିଳା କହିଲେ। କିନ୍ତୁ ବେଳେ ବେଳେ କଣ ହୁଏ କେତେକ ମାଗ୍ମା ଭୂପୃଷ୍ଠରେ ପହଞ୍ଚି ପାରେନି ସେଇ ଅନ୍ତରରେ ରହିଯାଏ ସେଇ ଭିତରେ ରହିଯାଏ। ମାଗ୍ମାଟା ଯେତେବେଳେ ଭୂପୃଷ୍ଠରେ ଆସିକି ଶୀତଳ କଠିନ ହେଇଯାଉଛି ଲାଭା ଆକାରରେ କୁ ନିସ୍ରବଜ କହୁଛେ କିନ୍ତୁ ବେଳେ ବେଳେ ସେଇ ଯୋଉ ଆପଣଙ୍କର ଯୋଉ ମାଗ୍ମାଟା ସେଇ ଅନ୍ତରରେ ଭିତରେ ବେଳେ ବେଳେ ରହିଯାଏ ଭୂପୃଷ୍ଠରେ ପହଞ୍ଚି ପାରେନି ସେଇ ଅନ୍ତରରେ ରହିକି ସେଇ ଭୂତ୍ୱକ ଶିଳା ସ୍ତର ମଧ୍ୟରେ ରହିକି ଶୀତଳ ଆଉ କଠିନ ହେଇଯାଏ ତାକୁ ଅନ୍ତର୍ଭେଦୀ ଆଗ୍ନେୟ ଶିଳା କୁହନ୍ତି। ଆପଣ ଇଜିଲି ମନେ ରଖନ୍ତୁ ଯୋଉ ମାଗ୍ମା ଭୂପୃଷ୍ଠ ଉପରେ ଆସିକି ଆପଣଙ୍କର ଲାଭାରେ ସୃଷ୍ଟି ହେଇକି କଠିନ ତରଳ ନା କଠିନ ଆଉ ଶୀତଳ ହୁଏ ତାହା ନିସ୍ରବଜ। କିନ୍ତୁ ଯିଏ ଭୂପୃଷ୍ଠରେ ପହଞ୍ଚି ପାରେ ନାହିଁ যেটা ভূপৃষ্ঠରେ ପହଞ୍ଚି ପାରେ ନାହିଁ ଭୂତ୍ୱକ ଶିଳା ସ୍ତର ମଧ୍ୟରେ ରହିକି ଧୀରେ ଧୀରେ ଶୀତଳ ଆଉ କଠିନ ଶିଳାରେ ପରିଣତ ହୁଏ ଏହାକୁ ଅନ୍ତର୍ଭେଦୀ ଆଗ୍ନେୟ ଶିଳା କୁହାଯାଏ। ଭାବୁଛି ଏବେ ଆପଣ ମାନେ ବୁଝିପାରୁଥିବେ ଅନ୍ତରରେ ରହିଗଲା ସେଇ ଆପଣଙ୍କର ଭୂପୃଷ୍ଠ ଭିତରେ ରହିଗଲା ନା ଭୂପୃଷ୍ଠ ଉପରକୁ ଆସି ପାରିଲା ନାହିଁ ଭୂତ୍ୱକ ମଧ୍ୟରେ ରହିଗଲା ତାକୁ ଅନ୍ତର୍ଭେଦୀ ଯିଏ ଉପରକୁ ଆସିଲା ନିସ୍ରବଜ। ତ ଏହାର ଉଦାହରଣ ବାସାଲ୍ଟ ଆଉ ଆମର ଅନ୍ତର୍ଭେଦୀର ଉଦାହରଣ ହଉଛି ଗ୍ରାନାଇଟ। ତ ଏଥିରେ ମଧ୍ୟ କ୍ୱେଶ୍ଚନ ଫ୍ରେମିଂ ହେଇଛି ଆମେ ଏମସିକ୍ୟୁ କ୍ଲାସରେ ଡିସ୍କସନ କରିଥିଲେ ନିସ୍ରବଜ ଆଗ୍ନେୟ ଶିଳା ଆପଣଙ୍କର ବାସାଲ୍ଟ ଅନ୍ତର୍ଭେଦୀ ଆଗ୍ନେୟ ଶିଳା ଗ୍ରାନାଇଟ। ଦେନ୍ ଦେଖିବା ସ୍ତରୀଭୂତ ଶିଳା ଗୋଡି ବାଲି ଧୂଳିକୁ ଜଳସ୍ରୋତ ଓ ପବନ ଆଦି ସହଜରେ ବହି ନେଇ ସ୍ତର ସ୍ତର କରି ନିମ୍ନ ଭୂମିରେ ଜମା କରନ୍ତି ଏହି ପ୍ରକାର ସୃଷ୍ଟ ଶିଳାକୁ ଅବକ୍ଷିପ୍ତ ଶିଳା ବା ସ୍ତରୀଭୂତ ଶିଳା କୁହାଯାଏ। ଉଦାହରଣ ବାଲୁକା ରାଶି କଠିନ ହେଇ ବାଲି ପଥରରେ ପରିଣତ ହୁଏ। ଆପଣଙ୍କର ଗୋଡି ବାଲି ଧୂଳି ଜଳସ୍ରୋତ ହଉ କି ପବନ ହଉ ବହି ନେଇକି ଗୋଟେ ଜାଗାରେ ଜମା କରିଦବ ତ ସେଇ ଯୋଉ ଜମା କରିକି ଯୋଉ ବାଲୁକା ରାଶି ଯୋଉ କଠିନ ହେଇଗଲା ତାକୁ ଅବକ୍ଷିପ୍ତ ବା ସ୍ତରୀଭୁକ୍ତ ଶିଳା କୁହାଯାଏ। ଏଇଟା ହଉଛି ଗୋଟେ ଦେଖନ୍ତୁ ଶିଳା ସ୍ତର ମଧ୍ୟରେ ଥିବା ମୃତ ପ୍ରାଣୀ ଓ ଉଦ୍ଭିଦଙ୍କର ନଷ୍ଟାବଶେଷକୁ ଜୀବାଶ୍ମ କୁହାଯାଏ। क्वेश्चन सागे सागे आसीଯିବ जीवाश्म କାହାକୁ କୁହାଯାଏ ଶିଳା ସ୍ତର ମଧ୍ୟରେ ଥିବା ମୃତ ପ୍ରାଣୀ ଓ ଉଦ୍ଭିଦଙ୍କର ନଷ୍ଟାବଶେଷକୁ କଣ କୁହାଯାଏ ଆପଣଙ୍କୁ ଦେଇଥିବ जीवाश्म କି ଆପଣଙ୍କୁ ସେଠି ଅଲଗା ଅଲଗା କିଛି ଆନ୍ସର ଦେଇଥିବ ଆପଣ ସେଠି ବାଛିକି ଲେଖିବେ। ରୂପାନ୍ତରିତ ଶିଳା ରୂପାନ୍ତର ହଉଛି ଭୂତ୍ୱକ ଅଭ୍ୟନ୍ତରରେ ଅତ୍ୟଧିକ ତାପ ଆଉ ଚାପ ପ୍ରଭାବରେ ଭୂତ୍ୱକର ଅଭ୍ୟନ୍ତରରେ ଭିତରେ ଅତ୍ୟଧିକ ତାପ ଆଉ ଚାପ ପାଇକି କେତେକ ଆଗ୍ନେୟ ଓ ସ୍ତରୀଭୂତ ଶିଳାର ରୂପ ଗୁଣରେ ପରିବର୍ତ୍ତନ ହୁଏ। ଏ ଯୋଉ ସ୍ତରୀଭୂତ ଶିଳା ହଉ କି ଆଗ୍ନେୟ ହଉ ତାର ପରିବର୍ତ୍ତନ ହୁଏ ଫଳରେ ଏଗୁଡିକ ନୂତନ ଶିଳାରେ ପରିଣତ ହୁଅନ୍ତି ଏଗୁଡିକୁ ରୂପାନ୍ତରିତ ଶିଳା କୁହାଯାଏ। ଉଦାହରଣ ସ୍ୱରୂପ କର୍ଦ୍ଦମ ଶିଳା ସ୍ଲେଟରେ ଚୂନ ପଥର ମାର୍ବଲ ରେ ପରିଣତ ହେଇଥାଏ। ତାହେଲେ ଆପଣଙ୍କୁ କ୍ୱେଶ୍ଚନ ଆସିଯିବ ଡାଇରେକ୍ଟ ସ୍ଲେଟ ଆଉ ମାର୍ବଲ କେଉଁ ଶିଳାରେ ଯାଉଛି ଆପଣ ସାଙ୍ଗେ ସାଙ୍ଗେ ଲେଖିଦେବେ ରୂପାନ୍ତରିତ ଶିଳାରେ ଯାଉଛି। ଆପଣଙ୍କର ଭୂତ୍ୱକର ଅଭ୍ୟନ୍ତରରେ ତାପ ଆଉ ଚାପ ପ୍ରଭାବରେ ଆଗ୍ନେୟ ଆଉ ସ୍ତରୀଭୂତ ଶିଳାର ପରିବର୍ତ୍ତନରେ ରୂପାନ୍ତରିତ ଶିଳା ହେଇଥାଏ। ତ କର୍ଦ୍ଦମ ଶିଳା ସ୍ଲେଟରେ ଚୂନ ପଥର ମାର୍ବଲ ରେ ପରିଣତ ହେଇଥାଏ। ଆପଣଙ୍କୁ କ୍ୱେଶ୍ଚନ ଏମିତି ଆସୁଛି ସ୍ଲେଟ ଓ ମାର୍ବଲ କେଉଁ ଟାଇପ ର ଶିଳା ରୂପାନ୍ତରିତ ଶିଳା। ଶିଳା ଚକ୍ର ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହେବା ପ୍ରକ୍ରିୟାକୁ ଶିଳା ଚକ୍ର କୁହାଯାଏ। ଚକ୍ରାକାରରେ ଯାଉଛି ଯେମିତି ଆମେ ଜଳ ଚକ୍ର ପଢିଥାଉ ସେମିତି ଶିଳା ଚକ୍ର ମାଗ୍ମା ଶୀତଳ ଓ କଠିନ ହେଲେ ଆଗ୍ନେୟ ଶିଳାରେ ପରିଣତ ହୁଏ। ତାହେଲେ ମାଗ୍ମା ଯେତେବେଳେ ଶୀତଳ ଆଉ କଠିନ ହଉଛି ଆଗ୍ନେୟ ଶିଳାରେ ପରିଣତ ହଉଛି ଏଟା ଆମେ ଆଗରୁ ଡିସ୍କସନ କରିକି ଗଲେ। ଶିଳାର ବ୍ୟବହାର ତାକୁ ଆପଣ କେଉଁ ଟାଇପ ରେ ବ୍ୟବହାର କରିବେ ରୂପାନ୍ତରିତ ଶିଳା ଅତ୍ୟଧିକ ତାପର ପ୍ରଭାବରେ ଆସିଲେ ଅର୍ଦ୍ଧ ତରଳ ମାଗ୍ମାରେ ପରିଣତ ହୁଏ।
ଏକ ବା ଅଧିକ ଖଣିଜ ଦ୍ରବ୍ୟ ମିଶି ଶିଳା ସୃଷ୍ଟି ହୁଏ। ଏଗୁଡିକ ସବୁ ଡେଫିନେସନ ଗୁଡିକ ମନେ ରଖନ୍ତୁ। ଶିଳାର ବ୍ୟବହାର, କଠିନ ଶିଳା ରାସ୍ତା, ଗୃହ, ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଏ। ଗଡି ବା ବାଲି ଗରଡା ବ୍ୟବହାର କରି ପିଲାମାନେ ବିଭିନ୍ନ ଖେଳ ଖେଳନ୍ତି। ଆପଣଙ୍କର ବାଲିକୁ ଲଗେଇକି ଆପଣମାନେ ମଧ୍ୟ ଘର ତିଆରି କରୁଛନ୍ତି। ତ ଖଣିଜ ଦ୍ରବ୍ୟର ବ୍ୟବହାର, ଜାଳେଣୀ ରୂପେ, ଶିଳ୍ପର ବ୍ୟବହାର, ରାସାୟନିକ ସାର, ଔଷଧ। ଆପଣଙ୍କୁ ଦେଇଥିବ ଖଣିଜ ଦ୍ରବ୍ୟର ବ୍ୟବହାର 0.1, 0.2, 0.3 ଉପରୋକ୍ତ ସମସ୍ତ। ତ ଆପଣ ମାନେ ଏଗୁଡିକ ମନେ ରଖିଲେ ସାଙ୍ଗେ ସାଙ୍ଗେ ଉପରୋକ୍ତ ସମସ୍ତ ବୋଲି କରିପାରିବେ। ତାପରେ ଯିବା ଭୂମି ରୂପ। କ୍ୱେଶ୍ଚେନ ସାଙ୍ଗେ ସାଙ୍ଗେ ଆସୁଛି ଆପଣଙ୍କର। ମହାଦେଶ ଓ ମହାସାଗର କେଉଁ ପ୍ରକାର ଭୂମି ରୂପ? ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ, ଉପରୋକ୍ତ କେଉଁଠି ନୁହେଁ। ଆମେ ଯୋଉମାନେ ମୋର MCQ କ୍ଲାସ କରିଥିବେ ଲାଷ୍ଟ ଭିଡିଓରେ ସେମାନେ ଜାଣିଥିବେ ଏଇ ଟାଇପରେ କ୍ୱେଶ୍ଚେନ ଆସୁଛି କି ନାହିଁ। ତ ଏଇ ଯୋଉ ପୃଥିବୀ ପୃଷ୍ଠ ଉଭୟ ଜଳ ଆଉ ସ୍ଥଳ ଭାଗ ଦ୍ଵାରା ଗଠିତ କି ନାହିଁ। ବିସ୍ତୀର୍ଣ୍ଣ ସ୍ଥଳ ଭାଗକୁ ମହାଦେଶ, ବିସ୍ତୀର୍ଣ୍ଣ ଜଳ ଭାଗକୁ ମହାସାଗର କୁହାଯାଏ। ତ ଭୂମି ରୂପ ଆପଣଙ୍କର 3 ଭାଗରେ ବିଭକ୍ତ ହେଇଛି। ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ। ପ୍ରଥମ ଶ୍ରେଣୀ ମହାଦେଶ, ମହାସାଗର, ମହାଦେଶ, ମହାସାଗର। ଦ୍ୱିତୀୟ ଶ୍ରେଣୀ ପର୍ବତ, ମାଳଭୂମି, ସମତଳ ଭୂମି, ମହିସୋପାନ, ମହିଢାଲୁ, ମହାସାଗର ସମତଳ। ତୃତୀୟ ଶ୍ରେଣୀ ଉପତ୍ୟକା, ନଦୀଗଣ୍ଡ, ଅଶ୍ୱକ୍ଷୁରାକୃତି ହ୍ରଦ, ତ୍ରିକୋଣ ଭୂମି, ସାମୁଦ୍ରିକ ଗଣ୍ଡ। ତ ଏଗୁଡିକ ସବୁ ଦୟାକରି ମନେ ରଖନ୍ତୁ। କେତେବେଳେ ପ୍ରଥମ ଶ୍ରେଣୀ ଆସୁଛି ତ କେତେବେଳେ ଦ୍ୱିତୀୟ, କେତେବେଳେ ତୃତୀୟ। ଦେନ୍ ଯିବା ଭୂଚଳନ। ଭୂପୃଷ୍ଠରେ କେତେକ ଶକ୍ତିର ପ୍ରଭାବରେ ଭୂଚଳନ ଘଟିଥାଏ। ଯେହେତୁ ଆମର ତଳେ ଆମର ପ୍ଲେଟ ଗୁଡିକ ରହୁଛି କି ନାହିଁ, ତ ସେଗୁଡିକ ଚଳନଶୀଳ, ଚାଲୁଛି ସେଗୁଡିକ। ଭୂଚଳନ, ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ଶକ୍ତି ଗୁଡିକୁ ବାହ୍ୟ ଶକ୍ତି କୁହାଯାଏ। ଭୂପୃଷ୍ଠରେ ମାନେ ଆମର ଉପରେ, ଭୂପୃଷ୍ଠରେ, ଭୂମି ଉପରେ, ଭୂପୃଷ୍ଠ ଭୂମି ଉପରେ ଯୋଉ ଶକ୍ତି ଗୁଡିକ କାମ କରୁଛନ୍ତି ତାକୁ ଆମେ ବାହ୍ୟ ଶକ୍ତି କହିଲେ। କିନ୍ତୁ ଭୂ ଅଭ୍ୟନ୍ତର ଭିତରେ, ଆଭ୍ୟନ୍ତରରେ କାର୍ଯ୍ୟ କରୁଥିବା ଶକ୍ତିକୁ ଆଭ୍ୟନ୍ତରୀଣ ଶକ୍ତି କହିଲେ। ତାହେଲେ ଆମର ଭୂମି ଉପରେ ବା ମାଟି ଉପରେ ଯେ ଶକ୍ତି କାମ କରୁଛି ବାହ୍ୟ ଶକ୍ତି ବାହାରେ କାମ କରୁଛି ବୋଲି, ଆଉ ଭିତରେ କାମ କରୁଛି ବୋଲି ଆଭ୍ୟନ୍ତରୀଣ ଶକ୍ତି। ତ ବାହ୍ୟ ଶକ୍ତି ନଦୀ, ହିମବାହ, ପବନ, ଭୂତଳ ଜଳ, ସାମୁଦ୍ରିକ ଢେଉ। ଆଉ ଅଭ୍ୟନ୍ତରରେ କାମ କରୁଛି ତ୍ୱରିତ ଶକ୍ତି, ଧୀର ଶକ୍ତି। ଦୁଇ ପ୍ରକାର। ତ୍ୱରିତ ଶକ୍ତିରୁ ଆପଣ ବୁଝିପାରୁଥିବେ ତ୍ୱରିତ ହଠାତ୍ ସାଙ୍ଗେ ସାଙ୍ଗେ ଯୋଉ ଶକ୍ତି କାମ କରେ। ଧୀର ଶକ୍ତି ବୁଝିପାରୁଥିବେ ନିଶ୍ଚୟ ଧୀରେ ଧୀରେ କାମ କରୁଥିବ। ଧୀର ପାଣି ଯେମିତି ପଥର କାଟେ, ଧୀରେ ଧୀରେ କାମ କରୁଥିବ। ତ୍ୱରିତ ଶକ୍ତି ହଠାତ୍ ସାଙ୍ଗେ ସାଙ୍ଗେ କାମ କରୁଛି। ଆପଣଙ୍କର ତ୍ୱରିତ ଶକ୍ତି କେଉଁ ଗୁଡିକ? ଯୋଉ ଆପଣଙ୍କର ଭୂମିକମ୍ପ ହଉଛି, ଭୂମିକମ୍ପ ସାଙ୍ଗେ ସାଙ୍ଗେ ହଠାତ୍ ହଉଛି, ସେଠି କିଛି ବି ସୂଚନା ନାହିଁ, ତ ସେଟା ହଉଛି ତ୍ୱରିତ ଶକ୍ତି। ଯେଉଁ ଶକ୍ତି ଗୁଡିକର ପ୍ରଭାବରେ ହଠାତ୍ ଭୂଚଳନ ହୋଇଥାଏ, ଭୂମିର ଚଳନ ହେଇଥାଏ, ତ ସେଗୁଡିକ ହଉଛି ତ୍ୱରିତ ଶକ୍ତି। ଉଦାହରଣ ଭୂମିକମ୍ପ, ଅଗ୍ନି ଉଦ୍ଗୀରଣ, ଭୂସ୍ଖଳନ। ଆପଣଙ୍କର ଏବେ ଶୁଣୁଥିବେ ଆପଣଙ୍କର ନିକଟ ଅତୀତରେ ଯୋଉ ଭୂସ୍ଖଳନ ସବୁ ହଉଥିଲା ସେଗୁଡିକ ସବୁ ତ୍ୱରିତ ଶକ୍ତି ପ୍ରଭାବରେ। ଆପଣଙ୍କର ହଠାତ୍ କିଛି କୌଣସି ଆପଣଙ୍କର ପୂର୍ବ ସୂଚନା ନାହିଁ। ତ ଧୀର ଶକ୍ତି କୋଉଗୁଡିକ? ବର୍ଷ ବର୍ଷ ଧରିକି ଆପଣଙ୍କର ପର୍ବତ ଗଠନ, ମହାଦେଶୀୟ ସଞ୍ଚଳନ, ଏଗୁଡିକ ସବୁ କଣ ହଉଛି? ଯେଉଁ ଶକ୍ତି ଗୁଡିକ ପ୍ରଭାବରେ ଧୀର ଭୂଚଳନ ହେଇକି ଗଠିତ ହଉଛି। ପର୍ବତ, ଆଜି କଣ ଏଇଠି ମାଟି ଥିଲା ସାଙ୍ଗେ ସାଙ୍ଗେ ପର୍ବତ ହେଇଯାଉଛି କି? ବର୍ଷ 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 ଟାଇମ ଲାଗିଛି। ତ ଏଇଟା ହଉଛି ଧୀର ଶକ୍ତିର ପ୍ରଭାବରେ। ତ ଭୂପୃଷ୍ଠ ତ ଭୂମି ରୂପ ଉଭୟ ଆଭ୍ୟନ୍ତରୀଣ ଶକ୍ତି ଓ ବାହ୍ୟ ଶକ୍ତିର ମିଳିତ ପରିଣାମ। ଦୁଇ ପ୍ରକାର ଶକ୍ତି ବିଷୟରେ ଆମେ ଆଲୋଚନା କଲେ କି ନାହିଁ। ତ ଭୂଚଳନ ଆଭ୍ୟନ୍ତରୀଣ ଶକ୍ତି, ବାହ୍ୟ ଶକ୍ତି। ଏବେ ଆମେ କହିଲେ ତ ଏଇଟା ତାର ଗୋଟେ ଚିତ୍ରିତ ମାଧ୍ୟମ। ତ୍ୱରିତ ଶକ୍ତି ମନେ ରଖନ୍ତୁ, ଆପଣଙ୍କର ଏକ୍ସାମ ରେ ଆସିଯିବ। ତ୍ୱରିତ ଶକ୍ତି ନିମ୍ନରେ ଥିବା କୋଉଟା ହଉଛି ତ୍ୱରିତ ଶକ୍ତି? ଭୂମିକମ୍ପ, ପର୍ବତ ଗଠନ, ମହାଦେଶୀୟ ସଞ୍ଚଳନ, ଉପରୋକ୍ତ ସମସ୍ତ। ତ ଆପଣ ଭୂମିକମ୍ପ ବୋଲି ଜାଣିଥିଲେ ଲେଖିବେ। ତ ତ୍ୱରିତ ଶକ୍ତି ହଠାତ୍ ସାଙ୍ଗେ ସାଙ୍ଗେ ଘଟୁଥିବ, ଧୀର ଶକ୍ତି ଧୀରେ ଧୀରେ ଘଟୁଥିବ। ବାହ୍ୟ ଶକ୍ତି ଭୂପୃଷ୍ଠ ଉପରେ ଯୋଉ ଗୁଡିକ ଘଟୁଛି ସେଗୁଡିକ ହଉଛି ବାହ୍ୟ ଶକ୍ତି। ତାପରେ ଯିବା ମହାଦେଶୀୟ ସଞ୍ଚଳନ। ମହାଦେଶୀୟ ସଞ୍ଚଳନରେ ଇମ୍ପୋର୍ଟାଣ୍ଟ କଥା ରହୁଛି ଆମର ପାଞ୍ଜିଆ ପାନ୍ଥାଲାସା। ପାଞ୍ଜିଆ ପାନ୍ଥାଲାସା ଦୟାକରି ନୋଟ କରିନିଅନ୍ତୁ। ପୂର୍ବେ ସମସ୍ତ ମହାଦେଶକୁ
एकत्र जो गोटे बड़ भूखंडटे थिला ताकू कहा जाउथुला पांजिया। समस्त महासागर को एकत्र करिक जो थिला सेटा कहा जाउथुला पांखालासा। पूर्वे पूर्वे समस्त महादेश को एकत्र करी जो गोटे बड़ भूखंड थिला ताकू कहिला हमें पांजिया। तो दया करी एटा को टिके मने रखंतु। भूविज्ञानिक मतरे नियुत नियुत वर्ष पूर्वे सबुजाक महादेश मिसी गोटे महादेश, सबुजाक महासागर मिसी गोटे महासागर थिला। तो कालक्रमे पांजियार मध्य भागरे एक संकीर्ण अगभीर समुद्र सृष्टि हैला। पांजिया कोटा फ्रेंड्स कहली आपनकर समस्त महादेशर जो गोटे भूखंड, तो पांजियार मझिरे गोटे संकीर्ण अगभीर समुद्र सृष्टि हैला। यह हउची टेथिस टेथिस सागर नाम रे परिचित। टेथिस सागर उत्तर रे थिबा भूखंड को आंगारालैंड एवं दक्षिण को थिबा भूखंड को गोंडवाना लैंड कहा जाउथिला। एगुड़िक भेरी भेरी इंपोर्टेंट ए वर्ड गुड़िक दया करी मने रखंतु। टेथिस सागर उत्तर जो भूखंड थिला ताको आंगारालैंड कहा जाउथिला, तार दक्षिण रे जो थिला गोंडवाना लैंड कहा जाउथिला। ओस्म मंडल केतेक प्लेट बा पटल रे विभक्त टिके आगु कहली कि नाही जो हमर प्लेट जो चलन शक्ति रहिछि जहाको टेक्टोनिक प्लेट बा ओस्म मंडलीय प्लेट कहा जाए। ओस्म मंडल रे थिबा प्लेट बा पटल को टेक्टोनिक प्लेट बा ओस्म मंडलीय प्लेट कहंती। तो ओस्म मंडल तो ओस्म मंडलीय प्लेट आपण इजीली मने रखि देबे। टेक्टोनिक प्लेट टी को मने रखंतु। ओस्म मंडल निम्नांश रे अर्धतरल शिला बा माग्मा गतिशील होइथिबारु ओस्म मंडलीय पटलर गति संभव होइछि। एहाकू पटल विवर्तन कहा जाए। पृथ्वी भीतर को जेउ पर्यंत शिला गठनकारी उपादान थाए ताहाकू ओस्म मंडल कहा जाए। शिला गठनकारी उपादान एहा भूपृष्ठरु प्राय 200 किलोमीटर गभीरता पर्यंत व्याप्त होइछि। देन देखिबा भूमिकंप। भूपृष्ठ कंपी उठिबा बा थरी उठिबा को भूमिकंप कहा जाए। तो ओस्म मंडलीय प्लेट रो चलन जोगु पृथ्वीर दुर्बल अंचल रे भूमिकंप हुए। मु कहउतली कि नाही टिके आगु ओस्म मंडलीय प्लेट गुड़िक चालुचंती। तो ओस्म मंडलीय प्लेट रो चलन जोगु पृथ्वीर दुर्बल अंचल रे भूमिकंप हुए। तो भूतकर जेउ स्थान रे भूमिकंप उत्पत्ति लाभ करे ताहाकू कौन कहा जाए आम एमसीक्यू क्लास रे मध्य डिस्कशन करथिले ताकू भूकंप केंद्र कहा जाए। केंद्र भूकंप केंद्र रो ठीक ऊपर को भूपृष्ठ रे अवस्थित स्थान को उपकेंद्र कहा जाए। तो फ्रेंड्स हमर एठी तळे हमर जोटी भूमिकंपटा सृष्टि हैला सेटा भूकंपर केंद्र ठीक ताहारी उपरे माटी उपरे जोटी से आसिकी भूपृष्ठ रे अवस्थित स्थान जोटा तार सेटा होची उपकेंद्र। एठी जो भूपृष्ठ ऊपर को आइला एटा होची उपकेंद्र। भूतकर दुर्बल अंचल रे अधिक भूमिकंप हेता एटा गोटे क्वेश्चन। भूकंप जनित सर्वाधिक क्षय क्षति उपकेंद्र रे ही हबो कि नाही। तो एठी भूमिकंप सृष्टि हैला एठी हमर तार उपकेंद्र तो एठी अधिक क्षति हबो तार याड को निहाती कमी कमी जीवो कि नाही कमी कमी जीवो। भूकंप केंद्र रु विपुल परिमाणर शक्ति तरंग आकार रे चतुर्दिग को गति करे। ए जो गोलाकार रे सब तरंग आकार रे जाउची। भूकंप मापिबा पई जंत्र सेस्मोग्राफ। तो फ्रेंड्स मु जो चैनल ले मोर शॉर्ट्स छाड़ी थिली सेथिरे सब को जंत्र कहा पई हमर पवन वायु हमर तापमात्रा आर्द्रता सब जंत्र गुडी को लेखिथिली। तो सेठी हम आलोचना करिथिले भूमिकंप सेस्मोग्राफ। 6.0 मानर भूमिकंप क्षेत्र रे कोठा घर भांगी जिबा सह बहु क्षय क्षति हेइथाय। तापरे भूमिकंप केंद्र रु 3 प्रकार शक्ति तरंग सृष्टि हेइथाय। केते प्रकार 3 प्रकार। प्रथम प्राथमिक तरंग बा अनुदीर्घी तरंग। 3 प्रकार तरंग रु गुटे होची प्राथमिक तरंग बा अनुदीर्घी तरंग, द्वितीयक तरंग बा अनुप्रस्थी तरंग, अनुदीर्घी अनुप्रस्थी। देन होची लंब तरंग बा पृष्ठ तरंग कहा जाए। 3 प्रकार तरंग। अग्नि उद्गीर्ण। भू अभ्यंतर रे शिला अर्धतरल बा तरल अवस्था रे अछि बोली आमे जानिचे। भू अभ्यंतर रे एहा को कोन कहा जाउची
ମାଗମା ଯେତେବେଳେ ସେ ଉପରକୁ ଉଠୁଛି ତାକୁ ଆମେ ଲାଭା ବୋଲି କହୁଛେ। ଭୂତ୍ୱକର କେତେକ ସ୍ଥାନରେ ଯୋଉ ମାଗମା ଗଚ୍ଛିତ ହେଇଥାଏ ତାକୁ ଆମେ କଣ କହୁ? ମାଗମା କୋଠରୀ। ଏଇଠି ଆମର ମାଗମା ଗଚ୍ଛିତ ହେଇକି ରହିଛି, ଆକୁ ଆମେ ମାଗମା କୋଠରୀ ବୋଲି କହିଲେ। ବେଳେ ବେଳେ ଭୂତ୍ୱକର ଫାଟ ବା ଦୁର୍ବଳ ସ୍ଥାନ ଦେଇ ମାଗମା ପଦାକୁ ଆସିଲା, ଏପଟେ ଦେଇକି ମାଗମାଟା ଆମର କୋଉଠିକି ଆସିଲା? ପଦାକୁ ଆସିଲା। ପଦାକୁ ଆସିବା ଦ୍ଵାରା କଣ ହେଲା? ମାଗମା ସହ ବିଭିନ୍ନ କଠିନ ପଦାର୍ଥ, ପ୍ରଚୁର ଜଳୀୟ ବାଷ୍ପ, ବିଭିନ୍ନ ଗ୍ୟାସୀୟ ପଦାର୍ଥ ମଧ୍ୟ ବାହାରକୁ ଆସେ। ଭୂପୃଷ୍ଠରେ ପହଞ୍ଚିଲେ ମାଗମାକୁ ଲାଭା କୁହାଯାଏ। ଲାଭା। ଯେଉଁ ପଥ ଦେଇ ମାଗମା ପଦାକୁ ଆସେ ତାହା ଗ୍ରୀବା ପଥ ବା ନିର୍ଗମ ପଥ। ଗ୍ରୀବା ପଥର ଉପର ଅଂଶକୁ ମୁଖ ଗହ୍ୱର କୁହାଯାଏ। ତ ଏଇ ଯୋଉ ପଟ ଦେଇକି ଲାଭା ଯାଉଛି, ମାଗମା ଯାଉଛି, ଏଇଟା ଗ୍ରୀବା ପଥ, ଏଇଟା ହଉଛି ତାର ମୁଖ ଗହ୍ୱର, ଏଇଟା ତାର ମୁହଁ। ତାପରେ ଆମେ ଦେଖିବା ଭୂପୃଷ୍ଠରେ ଥିବା ଗ୍ରୀବା ପଥର ଉପର ଅଂଶକୁ କଣ କୁହାଗଲା? ମୁଖ ଗହ୍ୱର। ଏଗୁଡିକ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍। କେତେକ କ୍ଷେତ୍ରରେ ମୁଖ ଗହ୍ୱରରୁ ନିଆଁ ବାହାରୁଥିବାର ଦେଖାଯାଏ। ଯେଉଁ ପ୍ରକ୍ରିୟାରେ ଭୂ ଅଭ୍ୟନ୍ତରରୁ ମାଗମା ସହ କଠିନ ଓ ଗ୍ୟାସୀୟ ପଦାର୍ଥ ମାନ ପଦାକୁ ବାହାରି ଆସେ ତାହାକୁ ଅଗ୍ନି ଉଦ୍ଗୀରଣ କୁହାଯାଏ। ଅଗ୍ନି ଉଦ୍ଗୀରଣ। ଭୂପୃଷ୍ଠରେ ଲାଭା କ୍ରମେ ଜମା ହୋଇ ଆଗ୍ନେୟ ପର୍ବତ ଓ ଲାଭା ମାଳଭୂମି ସୃଷ୍ଟି ହେଇଥାଏ। ତାନେ ଆଗ୍ନେୟ ଉଦ୍ଗୀରଣ ହେଇକି ଆଗ୍ନେୟ ପର୍ବତ ଓ ଲାଭା ମାଳଭୂମି। ତାପରେ ଆସିଲା ଆମର ଭାଙ୍ଗ ଓ ସ୍ତରଚ୍ୟୁତି। ଶିଳା ସ୍ତର ଉପରେ ଉଭୟ ପାର୍ଶ୍ୱରୁ ବା ଏକ ପାର୍ଶ୍ୱରୁ ଚାପ ପଡିଲେ ଶିଳା କୁଞ୍ଚିତ ହୁଏ, ଫଳରେ ଶିଳା ସ୍ତରର ଏକ ଅଂଶ ଉପରକୁ ଅନ୍ୟ ଅଂଶ ନିମ୍ନକୁ ଚାଲିଯାଏ, ଚାପିଯାଏ, ଭାଙ୍ଗ ପଡିଯାଏ। ଯୋଉଟା ଉପରକୁ ଗଲା ସେଟା ଊର୍ଧ୍ୱ ଭାଙ୍ଗ, ଯୋଉଟା ତଳକୁ ଆସିଲା ନିମ୍ନ ଭାଙ୍ଗ। ଇଜିଲି ଆପଣ ଜାଣିନେବେ। ଯୋଉଟା ଉପରକୁ ଉଠିଗଲା ଭାଙ୍ଗ ପଡିକି ଊର୍ଧ୍ୱ ଭାଙ୍ଗ, ଯୋଉଟା ତଳକୁ ରହିଲା ନିମ୍ନ ଭାଙ୍ଗ। ତ ଏଠି ଉଦାହରଣ ଟିକେ ଦେଖିଦବା। ଭାରତର ନର୍ମଦା ଓ ତାପ୍ତି ନଦୀ ଦ୍ୱୟ ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହୋଇଛନ୍ତି। ତାପରେ ପର୍ବତ। ପର୍ବତ, ମାଳଭୂମି, ସମତଳ ଭୂମି। ଆପଣଙ୍କର ମାନଚିତ୍ରରେ ପର୍ବତ ହଉଛି ଗାଢ ବାଦାମୀ, ମାଳଭୂମି ହଉଛି ବାଦାମୀ, ସମତଳ ଭୂମି ହଉଛି ସବୁଜ। ତ ଆମର ପର୍ବତ ସମତଳ ଅଞ୍ଚଳରୁ ହଠାତ୍ ଉପରକୁ ଉଠିଥିବା ଉଚ୍ଚ ଭୂମିକୁ ପାହାଡ ବା ପର୍ବତ କୁହାଯାଏ କି ନାହିଁ? ପର୍ବତ ଗୁଡିକର ଉଚ୍ଚତା ପ୍ରାୟ 300 ମିଟର ବା ତଦୁର୍ଦ୍ଧ୍ୱ ହୋଇଥାଏ। 300 ମିଟର ବା ତଦୁର୍ଦ୍ଧ୍ୱ। କିନ୍ତୁ ଆପଣଙ୍କର ମାଳଭୂମିଟା ସମୁଦ୍ର ପତନରୁ 400 ମିଟର ବା ଅଧିକ ଉଚ୍ଚତାରେ ଥାଏ। ତ ଏଇଠି ଆପଣ ଡିଫରେନ୍ସଟା ଦେଖି ନିଅନ୍ତୁ। ସମୁଦ୍ର ପତନରୁ 300 ମିଟର ବା କମ ଉଚ୍ଚତାରେ ସମତଳ ଭୂମି, ତାପରେ 300 ମିଟରରୁ କମ ହେଲା ସମତଳ ଭୂମି, 300 ମିଟରରୁ ଅଧିକ ହେଲା ଆପଣଙ୍କର ପର୍ବତ, 400 ମିଟର ବା ତାଠୁ ଅଧିକ ହେଲା ମାଳଭୂମି। ତ ପର୍ବତ ହଉଛି ଭଙ୍ଗିଳ ପର୍ବତ, ସ୍ତୂପ ପର୍ବତ, ଆଗ୍ନେୟ ପର୍ବତ। ହିମାଳୟ, ଆଲପସ, ରକି, ଆଣ୍ଡିଜ ଭଙ୍ଗିଳ ପର୍ବତ, ଭାରତର ସାତପୁରା ସ୍ତୂପ ପର୍ବତ, ଆଗ୍ନେୟ ପର୍ବତ ଜାପାନର ଫୁଜିୟାମା। ଏଇ ନାଁ ଗୁଡିକ ଟିକେ ମନେ ରଖନ୍ତୁ, ଜିଓଗ୍ରାଫିରେ ଏଇଗୁଡିକ ବେଶୀ ଇମ୍ପୋର୍ଟାଣ୍ଟ। କାହିଁକି ନା ଯଦି ଆପଣ ଟିକେ ରିଲେଟେଡ ହେବେନି ତ ଆପଣ କ୍ୱେଶ୍ଚନ ନିଶ୍ଚୟ କନଫ୍ୟୁଜ ହେଇଯିବେ। ମାଳଭୂମି ବିସ୍ତୀର୍ଣ୍ଣ ଟେବୁଲ ଭଳି ଦେଖାଯାଉଥିବାରୁ ମାଳଭୂମିକୁ ଟେବୁଲ ଲ୍ୟାଣ୍ଡ ମଧ୍ୟ କୁହାଯାଏ। ଆପଣଙ୍କୁ ଏକ୍ସାମ ରେ ପକେଇଦବ ଟେବୁଲ ଲ୍ୟାଣ୍ଡ କାହାକୁ କହନ୍ତି? ବହୁତ ଇଜି। ମାଳଭୂମିକୁ କହନ୍ତି, କିନ୍ତୁ ଆପଣ ସେଠି ଭାବୁଥିବେ କାହାକୁ କହନ୍ତି? ପର୍ବତ ନା ମାଳଭୂମି ନା ସମତଳ ଭୂମି? ତ ମାଳଭୂମିକୁ ଆପଣଙ୍କର ଟେବୁଲ ଲ୍ୟାଣ୍ଡ ବୋଲି କୁହାଯାଏ। ପାମିର ପୃଥିବୀର ଉଚ୍ଚତମ ମାଳଭୂମି, ଏହାକୁ ପୃଥିବୀର ଛାତ କୁହାଯାଏ। ପୃଥିବୀର ଛାତ କିଏ? କ୍ୱେଶ୍ଚନ ଆସିଯିବ। ପାମିର ପୃଥିବୀର ଉଚ୍ଚତମ ମାଳଭୂମି ବା ପୃଥିବୀର ଛାତ ବୋଲି ମଧ୍ୟ ତାକୁ କୁହାଯାଏ। ଦେଖନ୍ତୁ ଏଗୁଡିକ ବିସ୍ତୀର୍ଣ୍ଣ ଟେବୁଲ ଆକାରରେ ହେଇଥିବାରୁ ଏହାକୁ ଟେବୁଲ ଲ୍ୟାଣ୍ଡ କୁହାଯାଏ। ମାଳଭୂମି ଗୁଡିକ ଭୂଚଳନ ଦ୍ଵାରା ଓ ଅଗ୍ନି ଉଦ୍ଗୀରଣରୁ ମଧ୍ୟ ସୃଷ୍ଟି ହୋଇଥାନ୍ତି। ସମତଳ ଭୂମି ଅବକ୍ଷିପ୍ତ ପଦାର୍ଥ ସଞ୍ଚୟ ଯୋଗୁଁ ସୃଷ୍ଟି ହୋଇଥିବା ସମତଳ ଭୂମିକୁ ସଞ୍ଚୟ ଜନିତ ସମତଳ ଭୂମି କୁହାଯାଏ। ଭୂମି କ୍ଷୟ ଯୋଗୁଁ ଗଠିତ ସମତଳ ଭୂମିକୁ କ୍ଷୟ ଜନିତ ସମତଳ ଭୂମି। ସଞ୍ଚୟ ହେଲା ଯୋଉଠି ସଞ୍ଚୟ ଜନିତ ସମତଳ ଭୂମି, କ୍ଷୟ ହେଲା ଯୋଉଠି କ୍ଷୟ ଜନିତ ସମତଳ ଭୂମି। ଖାଲି ଟିକେ ଟିକେ ଟର୍ମ ମନେ ରଖିଲେ ଆପଣଙ୍କୁ କରିବାକୁ ଇଜି ହେଇଯିବ, କିଛି ଅସୁବିଧା ହବ ନାହିଁ।
तापर देखिबा समतल भूमि संरचना जनित संचय जनित क्षय जनित खाली ना गुड़ा मन रखिबा संरचना जनित ଯୁକ୍ତରାଷ୍ଟ୍ର ଆମେରିକାର ବୃହତ ସମତଳ ଭୂମି संचय जनित ଭାରତର ଗାଙ୍ଗେୟ ସମତଳ ଭୂମି क्षय जनित ଆରାବଳୀ ଅଞ୍ଚଳ ଦେନ୍ ଦେଖିବା भूपृष्ठ परिवर्तनकारी शक्ति आमे आलोचना कले कि नहीं आभ्यंतर और बाह्य शक्ति एटा होची भूपृष्ठ परिवर्तनकारी शक्ति भूपृष्ठ रे कार्य करुवा बाह्य शक्ति गुड़िक उच्च भूमि को क्षय करने सह क्षयजात पदार्थ को निम्न भूमि रे जमा करती फल भूपृष्ठ क्रमे समतल भूमि रे परिणत हुए यहाकू सम्मानीकरण प्रक्रिया कहा जाए आपनकर गोटे जगह उच्चा थिबो सेटिके बारंबार नदी ता पानी जदि बारंबार 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 किबा सामुद्रिक तरंग बारंबार बारंबार ता संगे भेटिबो भेटला परे से जगहटा समतल होई जिवो ना तो सेटा समानीकरण प्रक्रिया हला कि नाही तो भूपृष्ठ रे कार्य करुवा बाह्य शक्ति गुड़िक सेति पई रहिला कि नदी हिमबाह पवन समुद्र जल सामुद्रिक तरंग आदि प्रधान हिममंडल तथा बरफावृत अंचल पार्वत्य अंचल रे हिमबाह क्षय कार्य करिथा पर्वत अंचल रे हिमबाहर क्षय कार्य हिममंडल तथा बरफावृत उच्च पर्वत गुड़िक हिमबाह द्वारा क्षय कार्य करिथांती हिमबाह जो हिममंडल जो बरफ गुड़िक तरलिकी जो आसीबो से उच्च पर्वत रु जे बारंबार जो तरलिकी आसीबो सेठी तार क्षय कार्यटा हबो पर्वतर क्षय मरु अंचल तथा समुद्र कूलवर्ती अंचल रे पवन ही मुख्य क्षयकारी शक्ति हिममंडलर बरफ अंचल रे आपणकर हिमबाह द्वारा क्षय होउची मरु अंचल बा समुद्र कूलवर्ती अंचल रे पवन ही मुख्य क्षयकारी शक्ति चूर्णीभूत शिला एक स्थान रु अन्य स्थान रे जमा हेबा प्रक्रिया को क्षयकरण कहा जाए तो कोठी पवन क्षय करूची तो कोठी नदी क्षय करूची तो कोठी हिमबाह क्षय करूची नदीर कार्य नदी उत्पत्ति स्थल रु गड़ाणी दे गति करी समुद्र पड़ी थाए नदी बहु उच्चरु कठिन शिला उपरकू सीधा सड़क लंफ प्रदान कने यहाकू जलप्रपात कहा जाए जलप्रपात अमेरिकार भेनेजुएला देश रे थिबा आंजेल जलप्रपातटी पृथ्वीर उच्चतम जलप्रपात अमेरिकार भेनेजुएला देश रे थिबा आंजेल जलप्रपात पृथ्वीर उच्चतम नदी उपर मुंडरू बही आनी बाली गुड़ी पत्थर आदि को पहाड़ तले हाथ पंखा विंचना आकार रे जमा कर दिए यहाकू पट्टु व्यंजन कहा जाए पट्टु व्यंजन नदी जो उपर मुंडारू बही की आसिला जहा बही आनी गोटे पहाड़ तले हाथ पंखा आकार रे जमा कला ताकू पट्टु व्यंजन कहा गला बन्या समय नदी बुलाणी पथ परित्याग कर दिए एते जे बुली बुली जीव से पथ को परित्याग करिकी सीधा जीवा पई चेष्टा करे सीधा सड़क प्रवाहित हुए ए नदी बांकटी एक क्षुद्र अगभीर ह्रद आकार रे रही जाए कि नहीं एपरी ह्रद को अश्व खुराकृति ह्रद कहा जाए बन्या समय रे नदीटी तार बुलाणी पथ को छाड़ी सीधा सड़क प्रवाहित होगा पाई चेष्टा करे यही समय रे गोटे क्षुद्र अगभीर ह्रद हुए केटी नदी बांकरे ए जो ताकू अश्वर खुरा भलिया हेइथाय बोली ताकू अश्व खुराकृति ह्रद कहते उपकूल अंचल रे नदीर स्रोत अति धीर हेबा फल रे यह अन्य गुड़िया शाखा प्रशाखा रे विभक्त होता है एही ठारो नदी मुहाण पर्यंत एक त्रिकोणाकार विस्तृत समतल भूमि गठित हुए यहाकू त्रिकोण भूमि कहा जाए एठी त्रिकोण भूमि तीन कुणिया हेछि कि नाही तो ताकू त्रिकोण भूमि कहा जाए हिमबाहर कार्य उच्च पर्वत श्रृंग गुड़िकरे तुषार कणिका गुड़िक बरफ आकार रे जमा होई बरफ खंडरे परिणत होई धीरे धीरे गति करने को लगे ए प्रकार गतिशील बरफ स्रोत को हिमबाह कहा जाए हिमबाह निज गति पथरे समान पृष्ठतल और तीख पार्श्व विशिष्ट उपत्यका सब सृष्टि करे यू उपत्यका आपनकर एग्जाम रे आसुची तो एटा होची हिमबाह द्वारा गठित होची हिमबाह यह इंग्राजी अक्षर यू सदृश होइतिबारु याकू यू उपत्यका कहा जाए हिमबाह जो बही आणुची भिन्न भिन्न आकृतिर शिलाखंड पार्श्व तथा अग्रभाग रे जमा हेई जो संचित भूमि रूप से गठन करुचंती
ତାକୁ ଗ୍ରାବ କୁହାଯାଏ, ଗ୍ରାବ। ତ ଗ୍ରାବ ହଉ କି ୟୁ ଉପତ୍ୟକା ହଉ, ତ ଏଗୁଡିକ ସବୁ ହିମବାହ ଦ୍ଵାରା ଗଠିତ ହଉଛି। ପର୍ବତ ଢାଲୁରେ ହିମବାହ ଦ୍ଵାରା ଆରାମ ଚୌକି ଭଳି ଭୂମି ରୂପ ସୃଷ୍ଟି ହୋଇଥାଏ, ଏହାକୁ ସର୍କ କୁହାଯାଏ। ତାହେଲେ ହିମବାହ ଦ୍ଵାରା ଆପଣଙ୍କର କଣ କଣ ଗଠିତ ହଉଛି? ୟୁ ଉପତ୍ୟକା, ଗ୍ରାବ ଆଉ ସର୍କ। ସର୍କ ହଉଛି ଗୋଟେ ଆରାମ ଚୌକି ଭଳିଆ ଭୂମି ରୂପ, ପର୍ବତ ଢାଲୁରେ ହିମବାହ ଦ୍ଵାରା ଗଠିତ ହୋଇଥାଏ। ଦେନ୍ ଫ୍ରେଣ୍ଡସ୍, ପବନର କାର୍ଯ୍ୟ। ପବନର ରହୁଛି ଗୋଟେ ବାରଖାନା ଆଉ ଗୋଟେ ରହୁଛି ବାରଖାନ ଛତୁଶିଳା। ପବନ ମରୁଭୂମି ଅଞ୍ଚଳର ଗୋଟେ ମୁଖ୍ୟ କ୍ଷୟକାରୀ ଶକ୍ତି। ସେଠି ମରୁଭୂମିରେ ପବନ ଦ୍ଵାରା ବାଲି ଗୁଡିକ ସେ ଉଡେଇ ନେଇଥାଏ। ଉଡେଇ ନବା ଦ୍ଵାରା କୋଉଠି ନେଇକି ଜମା କରିକି ସ୍ତୂପ କରିଦିଏ। ପବନ ବହି ନେଇକି ବାଲି ଆଦି ପବନର ବେଗ କମିଗଲେ ଯୋଉଠି ଉଡେଇ ନଉଥିବ ଯେଠି ପବନର ବେଗ କମିଯିବ ସେଠି ପବନଟା ଆମର ବାଲିଟା ପଡିକି ଗଦା ହେଇଯିବ। ତ ଗଦା ହେଲା ପରେ ତାକୁ ଆମେ ବାଲୁକା ସ୍ତୂପ କହିବା। କଣ କହୁ? ବାଲୁକା ସ୍ତୂପ। ଛୋଟ ଛୋଟ ପାହାଡ ଆକାରରେ ଜମା ହେଇଯିବ। ଅର୍ଦ୍ଧଚନ୍ଦ୍ର ଆକୃତି ବିଶିଷ୍ଟ ବାଲି ପାହାଡକୁ ବାରଖାନ କୁହାଯାଏ। ବାରଖାନ, ଏ ଟର୍ମ ଗୁଡିକ ଫ୍ରେଣ୍ଡସ୍ ମନେ ରଖନ୍ତୁ। ଅର୍ଦ୍ଧଚନ୍ଦ୍ର ଆକୃତି ବିଶିଷ୍ଟ, ଅଧା ଚନ୍ଦ୍ର ଆକୃତି ବିଶିଷ୍ଟ ଯୋଉ ବାଲି ପାହାଡ ତାକୁ ବାରଖାନ କହିଲେ। ଉଚ୍ଚତା ବଢିବା ସହ ବାଲିର ପରିମାଣ କମ ରହୁଥିବାରୁ କ୍ଷୟ ଶକ୍ତି କମିଯିବାରୁ ମରୁଭୂମିରେ ଛତୁ ଆକୃତିର ମରୁଭୂମି ସୃଷ୍ଟି ହୁଏ, ଏହାକୁ ଛତୁଶିଳା ବା ମସରୁମ ରକ୍ କୁହାଯାଏ। ଉଚ୍ଚତା ବଢିବା ସହ ବାଲିର ପରିମାଣ କମ ରହୁଥିବାରୁ, ଏଇ ଯେମିତି ଗୋଟେ ଦେଖନ୍ତୁ ଏଇଠି ଗୋଟେ ଚିତ୍ର ଅଛି, ଛତୁ ଆକାରରେ ରହିଛି କି ନାହିଁ, ଉପରକୁ ଉଠିଗଲା, ପୁରା ଉଚ୍ଚା ଜାଗାର ବାଲି ରଖିଦେଲା, ରଖିବା ପରେ ଉପରୁ ତାର କ୍ଷୟ ଶକ୍ତି କମିଗଲା, କମିଯିବାରୁ ଛତୁ ଆକାରରେ ଭୂମି ରୂପ ସୃଷ୍ଟି ହେଲା, ଏହାକୁ ଛତୁଶିଳା ବା ମସରୁମ ରକ୍ କୁହାଗଲା। ତାହେଲେ ସାଧାରଣତଃ ଛତୁଶିଳା ବା ବାରଖାନ ପବନ ଯୋଗୁ ହେଇଥାଏ, ଆଉ ମରୁଭୂମିରେ ସାଧାରଣତଃ ଏଇ ଦୁଇଟି ଶିଳା ସୃଷ୍ଟି ହୋଇଥାଏ। ତାପରେ ଆମେ ଯିବା ସାମୁଦ୍ରିକ ତରଙ୍ଗ। ସାମୁଦ୍ରିକ ତରଙ୍ଗ। ସାମୁଦ୍ରିକ ତରଙ୍ଗ ଉପକୂଳ ଅଞ୍ଚଳରେ ଭୂମି କ୍ଷୟ ଓ ସଞ୍ଚୟ କାର୍ଯ୍ୟ କରିଥାଏ। ବେଳାଭୂମି ଶିଳାରେ ତରଙ୍ଗ ଅନବରତ ବାଡେଇ ହଉଥାଏ, ଯୋଉଟା କି ଆପଣ ମାନେ ସବୁ ଦେଖିଛନ୍ତି। ଫଳରେ ଶିଳାରେ ଫାଟ ସୃଷ୍ଟି ହୁଏ। ଫାଟଟା ଆସ୍ତେ ଆସ୍ତେ ବୋର୍ଡ ହୁଏ। ଏହା ଫଳରେ ଶିଳା ଭିତରେ ଗୁମ୍ଫା ସଦୃଶ, ଦେଖନ୍ତୁ ଏଇ ଚିତ୍ରରେ ଗୁମ୍ଫା ଭଳିଆ ଗାତ ହେଇଯାଏ, ଏହାକୁ ସମୁଦ୍ର ଗୁମ୍ଫା କୁହାଯାଏ। ସମୁଦ୍ର ଗୁମ୍ଫା। ସମୁଦ୍ର ଭିତରକୁ ପଶି ଯାଇଥିବା ପାହାଡ ପର୍ବତର ଉଭୟ ପାର୍ଶ୍ୱରେ ଗୁମ୍ଫା କ୍ରମଶଃ ପରସ୍ପର ସହ ମିଶି ତରଣ ସଦୃଶ ଭୂମି ରୂପ ସୃଷ୍ଟି ହୁଏ, ଏହାକୁ ସାମୁଦ୍ରିକ ତରଣ କୁହାଯାଏ। ତରଣ ଉପର ଅଂଶ ସମ୍ପୂର୍ଣ୍ଣ କ୍ଷୟ ହେଇଗଲେ ଏକ ପ୍ରାଚୀର ସଦୃଶ ଭୂମି ରୂପ ସମୁଦ୍ର ଭିତରେ ରହିଯାଏ, ଏହାକୁ ଷ୍ଟାକ୍ ସ୍ତମ୍ଭ କୁହାଯାଏ। ଷ୍ଟାକ୍ ବା ସ୍ତମ୍ଭ। ଷ୍ଟାକ୍ କ୍ରମେ କ୍ଷୟ ହେଇ ଛୋଟ ହେଲେ ତାକୁ ଆମେ ଷ୍ଟମ୍ପ କହୁ। ଷ୍ଟାକ୍ ଟା ସମୁଦ୍ର ତରଙ୍ଗରେ କ୍ଷୟ ହେଲା ପରେ ତାକୁ ଆମେ ଷ୍ଟମ୍ପ ବୋଲି କହିବା। ଭୂତଳ ଜଳର କାର୍ଯ୍ୟ। ଭୂତଳ ଜଳ ଚୂନପଥର ଅଞ୍ଚଳର ମୁଖ୍ୟ କ୍ଷୟକାରୀ ଶକ୍ତି। ଚୂନପଥର ଅଞ୍ଚଳର ଭୂମି ଉପରୁ ନିମ୍ନକୁ ପାଣି ଶୋଷି ହୋଇଯାଉଥିବା ସ୍ଥାନରେ କାହାଳି ସଦୃଶ ଗାତ ସୃଷ୍ଟି ହୁଏ, ଏହାକୁ ଡଲାଇନ କୁହାଯାଏ। ତାହେଲେ ଭୂତଳ ଜଳର କାର୍ଯ୍ୟରୁ ସୃଷ୍ଟି ହୁଏ ଆମର କିଏ? ଡଲାଇନ। ଚୂନପଥର ଅଞ୍ଚଳର ଭୂମି ତଳେ ବେଳେ ବେଳେ ବଡ ବଡ ଗହ୍ୱର ସୃଷ୍ଟି ହୁଏ, ଏହାକୁ ଚୂନପଥର ଗୁମ୍ଫା କୁହାଯାଏ। ଚୂନପଥର ଅଞ୍ଚଳର ନଦୀ ସୁଡଙ୍ଗ ପଥ ଦେଇ ଭୂ ନିମ୍ନରେ ପ୍ରବାହିତ ହେଲେ ଭୂପୃଷ୍ଠସ୍ଥ ନଦୀ ଶଯ୍ୟା ଶୁଷ୍କ ରହେ। ଏ ପ୍ରକାର ଉପତ୍ୟକାକୁ ଅଦୃଶ୍ୟ ଉପତ୍ୟକା କୁହାଯାଏ। ଚୂନପଥର ଅଞ୍ଚଳରେ ନଦୀ ସୁଡଙ୍ଗ ପଥ ଦେଇକି ଭୂ ନିମ୍ନରେ ପ୍ରବାହିତ ହେଲେ ଭୂପୃଷ୍ଠସ୍ଥ ଯୋଉ ନଦୀ ଶଯ୍ୟା ଶୁଷ୍କ ହେଇଯାଏ, ତାକୁ ଅଦୃଶ୍ୟ, ଯେହେତୁ ଉପତ୍ୟକାଟା ଅଦୃଶ୍ୟ ରୁହେ ତ ତାକୁ ଅଦୃଶ୍ୟ ଉପତ୍ୟକା କୁହାଯାଏ। ବଡ ବଡ ଚୂନ ପଥର ଗୁମ୍ଫାର ଛାତରୁ ଚୂନ ମିଶ୍ରିତ ଜଳ ଟପା ବିନ୍ଦୁ ବିନ୍ଦୁ ହେଇ ତଳକୁ ପଡେ। ଚୂନ ଅଂଶ ଭୂମିରେ ଜମା ହେଇ ହୁଙ୍କା ପରି ଚୂନ ସ୍ତମ୍ଭ ସୃଷ୍ଟି ହୁଏ, ଏହାକୁ ଷ୍ଟାଲାଗମାଇଟ କୁହାଯାଏ। ଷ୍ଟାଲାଗମାଇଟ। ଡଲାଇନ ଆକାରରେ ବଡ ହେଲେ ତାକୁ ଉଭାଲା କୁହାଯାଏ। ଡଲାଇନ ଟା ଯେତେବେଳେ ଆକାରରେ ବଡ ହେଇଯିବ ତାକୁ ଆମେ ଉଭାଲା କହୁ। ତ ଏଇ ଯୋଉ ଷ୍ଟାଲାଗମାଇଟ, ଉଭାଲା, ଏଇଗୁଡିକ ଦୟାକରି ଫ୍ରେଣ୍ଡସ୍ ମନେ ରଖନ୍ତୁ। ତ ଫ୍ରେଣ୍ଡସ୍ ଏବେ ଆମେ ଯେତିକି ବି ଡିସ୍କସନ କଲେ, ତ
तो आमे जो नेक्स्ट क्लास रे भाबुथिली सब गुड़िक गोटे क्लास रे मो सारी देबी बोली किंतु जेहेतु भिडियोटी बहुत बड़ हो जाउची आपण मानको देखिबार धैर्य रहिबो कि नाही तो आमे नेक्स्ट क्लास रे हमर डिस्कशन करबा हमर एटमॉस्फेयर आ हमर बायोस्फीयर एंड हमर हाइड्रोस्फीयर से गुड़िक विषय रे आमे नेक्स्ट क्लास रे डिस्कशन करबा आ टेम्परेचर जोन्स ऑफ अर्थ। तो फ्रेंड्स जदि आपण मानको भिडियोटी भलो लागि थाए लाइक शेयर कमेंट करबा को आदौ भी भूलिबे नाही। चैनल नुआ थिले जदि सब्सक्राइब करूछंती मोर प्रत्येक वीडियो आपनका पाखरे प्रथमे पहुंचीबो। आज पय एतिकी टेक केयर।